ଶ୍ରୀ ଜଗନ୍ନାଥ ଜୟ ମା ଲକ୍ଷ୍ମୀ। ମୋକ୍ଷତା ଏକାଦଶୀ ବା ବୈକୁଣ୍ଠ ଏକାଦଶୀ ବା ମୌନ ଏକାଦଶୀ ବା ଗମତି ଏକାଦଶୀ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋକ୍ଷଦା ଏକାଦଶୀ ଭାବେ ପାଳନ କରାଯାଏ। ଏହି ଏକାଦଶୀକୁ ପାଳନ କରିବା ଦ୍ୱାରା ଜୀବ ନିଜର ମୁକ୍ତି ସହିତ ନିଜ ପିତୃପୁରୁଷମାନଙ୍କୁ ବି ମୁକ୍ତି ଦେଇଥାଏ ବୋଲି ଶାସ୍ତ୍ର ବିଶ୍ୱାସ ରହିଅଛି। ଏହି ଏକାଦଶୀର ମହାତ୍ମା ଆମେ ପଦ୍ମ ପୁରାଣରେ ଦେଖିବାକୁ ପାଇଥାଉ। ଏକଦା ଚମ୍ପାନଗରୀରେ ବୈଖାନକ ନାମକ ଜଣେ ପ୍ରତାପୀ ରାଜା ଥିଲେ। ତାଙ୍କ ମୃତ ପିତା ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ, ହେ ପୁତ୍ର, ମୁଁ ନର୍କରେ ପଡ଼ି ଅତ୍ୟନ୍ତ କଷ୍ଟ ପାଉଛି। ରାଜା ଏହା ଶୁଣି ଏହାର ସମାଧାନ ପାଇଁ ସେ ପର୍ବତ ଋଷିଙ୍କ ପାଖକୁ ଗଲେ। ଆଉ ଋଷି ତାଙ୍କ ଅନ୍ତର୍ଦୃଷ୍ଟିରେ ଜାଣିବାକୁ ପାଇଲେ ଯେ ରାଜାଙ୍କ ପିତା ତାଙ୍କ ପୂର୍ବଜନ୍ମରେ ଗୋଟିଏ ପତ୍ନୀ ପ୍ରେମରେ ଏଭଳି ନିମଗ୍ନ ରହିଲେ ଯେ ତାଙ୍କର ଅନ୍ୟ ପତ୍ନୀମାନଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲେ। ରାଜାଙ୍କ ପିତା ନିଜର ଅନ୍ୟ ପତ୍ନୀମାନଙ୍କୁ ଅବହେଳା କରିଥିବାରୁ ସେ ଏବେ ନର୍କ ଭୋଗୁଛନ୍ତି। ଏହାର ସମାଧାନ କରିବାକୁ ଯାଇ ପର୍ବତ ଋଷି କହିଲେ, ହେ ରାଜନ, ଆପଣ ମୋକ୍ଷଦା ଏକାଦଶୀ ବ୍ରତ ରଖି ଏହାର ପୁଣ୍ୟ ଆପଣଙ୍କ ପିତାଙ୍କୁ ଦାନ କରନ୍ତୁ। ଏହା ଶୁଣି ରାଜା ମୋକ୍ଷଦା ଏକାଦଶୀର ବ୍ରତ ରଖିଲେ ଏବଂ ଏହାର ପୁଣ୍ୟ ବଳରେ ରାଜାଙ୍କ ପିତା ସ୍ୱର୍ଗ ଗମନ କଲେ। ମୋକ୍ଷଦା ଏକାଦଶୀର ମହତ୍ତ୍ୱ ଚାଲନ୍ତୁ ଏବେ ଜାଣିବା। ମୋହ ମାୟାର ସବୁ ରୋଗର ମୂଳ କାରଣ। ଏହା ଦ୍ୱାରା ମଣିଷର ଭିତର ଅଂଶରେ ଥିବା ଅନେକ ରୋଗ ସୃଷ୍ଟି ହୋଇଥାଏ। ମୋକ୍ଷଦା ଏକାଦଶୀ ବ୍ରତ ରଖିଲେ ଅନେକ ପ୍ରକାରର ମାନସିକ ରୋଗ ଦୂର ହୁଏ ବୋଲି ବିଶ୍ୱାସ ରହିଛି। ପଦ୍ମ ପୁରାଣରେ କୁହାଯାଇଛି ଯେ ମୋକ୍ଷଦା ଏକାଦଶୀ ପାପକୁ ନାଶ କରିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏକାଦଶୀ ଅତ୍ୟନ୍ତ ଶୁଭ ଫଳପ୍ରଦ ହୋଇଥାଏ। ମାନ୍ୟତା ରହିଛି ଯେଉଁ ଲୋକମାନେ ସମସ୍ତ ବିଧିବିଧାନ ସହିତ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା ଏବଂ ଉପବାସ କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି କାରଣରୁ ଏହାକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଇଥାଏ। ମୋକ୍ଷଦା ଏକାଦଶୀ ବ୍ରତ ପାଳନର ବିଧି କ'ଣ? ଏକାଦଶୀ ଦିନ ସକାଳ ସମୟରେ ନିତ୍ୟକର୍ମ ସମାପ୍ତ ପରେ ବ୍ରତ ଧାରଣ କରିପାରିବେ। ଏହାପରେ ମୋକ୍ଷଦା ଏକାଦଶୀ ବ୍ରତ ଧାରଣ କରିବାର ସଂକଳ୍ପ ନେବାକୁ ପଡ଼ିବ। ପୂଜା ସ୍ଥାନରେ ଭଗବାନ ବିଷ୍ଣୁଙ୍କ ପ୍ରତିମା ସ୍ଥାପନ କରିବେ। ଏହାପରେ ବିଧିପୂର୍ବକ ପୂଜାର୍ଚ୍ଚନା କରିବେ। ଏହି ଦିନ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନରେ ଗୀତା ପାଠ କଲେ ଉତ୍ତମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସକାଳୁ ସ୍ନାନ ଆଦି ଶେଷ କରି ପୂଜାସ୍ଥଳ କିମ୍ବା ମନ୍ଦିରର ସଫା କରିବାକୁ ପଡ଼ିବ। ଏହାପରେ ଘର ଅଥବା ମନ୍ଦିରକୁ ଗଙ୍ଗା ଜଳ ଛିଞ୍ଚି ପବିତ୍ର କରିବା ଅଥବା ଭଗବାନଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇବା। ତାପରେ ଭଗବାନଙ୍କୁ ଚନ୍ଦନ ଅକ୍ଷତ ଆଦି ଅର୍ପଣ କରି ଫୁଲରେ ଶୃଙ୍ଗାର କରିବା ପରେ ଭୋଗ ଲଗାଇବା। ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅବଶ୍ୟ ଚଢ଼ାଇବା ଦରକାର। ତାପରେ ଭଗବାନ ଗଣେଶଙ୍କର ଆରତି କରିବା। ଏହାପରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଆରତି କରିବା। ଏହାପରେ ପ୍ରସାଦ ବଣ୍ଟନ କରିବା। ମୋକ୍ଷଦା ଏକାଦଶୀର ମହାତ୍ମ୍ୟ କ'ଣ? ଯୁଧିଷ୍ଠିର କହିଲେ, ହେ ଦେବଦେବସ, ହେ କୃଷ୍ଣ, ମୁଁ ଆପଣଙ୍କୁ ବନ୍ଦନା କରୁଅଛି। ଆପଣ ତ୍ରିଲୋକର ସୁଖଦାୟକ, ବିଶ୍ୱେଶ୍ୱର, ବିଶ୍ୱକର୍ତ୍ତା ଓ ପୁରୁଷୋତ୍ତମ। ମୋର ଗୋଟିଏ ସନ୍ଦେହ ଅଛି। ଲୋକ ହିତାର୍ଥ ଓ ପାପକ୍ଷୟ ନିମନ୍ତେ ଆପଣଙ୍କୁ ନିବେଦନ କରୁଅଛି। ଅଗ୍ରହାୟଣ ମାସର ଶୁକ୍ଳ ପକ୍ଷରେ ଯେ ଏକାଦଶୀ ତାହାର ନାମ କ'ଣ ଏବଂ ତାହାର ବିଧି ମଧ୍ୟ କ'ଣ? କେଉଁ ଦେବତା ଏହି ଏକାଦଶୀରେ ପୂଜିତ ହୁଅନ୍ତି ତାହା ମୋ ନିକଟରେ ବର୍ଣ୍ଣନା କରନ୍ତୁ। ଶ୍ରୀକୃଷ୍ଣ କହିଲେ, ହେ ମହାରାଜ, ତୁମେ ଉତ୍ତମ ପ୍ରଶ୍ନ ଜିଜ୍ଞାସା କରିଅଛ। ଏହାଦ୍ୱାରା ତୁମର ଯଶ ଚତୁର୍ଦିଗରେ ବିସ୍ତୃତ ହେବ। ବର୍ତ୍ତମାନ ଅଗ୍ରହାୟଣ ଏକାଦଶୀର କଥା କହୁଛି। ଏହା ଶ୍ରବଣ କରିବା ମାତ୍ରେ ବାଜପେୟ ଯଜ୍ଞର ଫଳ ଲାଭ ହୋଇଥାଏ। ହେ ଯୁଧିଷ୍ଠିର, ଏହି ଏକାଦଶୀ ମୋକ୍ଷଦା ଏକାଦଶୀ ନାମରେ ବିଖ୍ୟାତ ହୋଇଅଛି। ଏହା ସର୍ବପାପ ବିନାଶିନୀ ଓ ବ୍ରତ ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ। ଏହାର ଦେବତା ହେଉଛନ୍ତି ଶ୍ରୀ ଦାମୋଦର। ତୁଳସୀ ମଞ୍ଜରୀ, ଧୂପ, ଦୀପ ପ୍ରଭୃତି ଦ୍ୱାରା ଶାସ୍ତ୍ରବିଧି ଅନୁସାରେ ଶ୍ରୀ ଦାମୋଦର ଦେବଙ୍କର ପୂଜା କରାଯିବ। ଦଶମୀ ଓ ଏକାଦଶୀ ଦିବସର କୃତ୍ୟାଦ୍ୟ ପୂର୍ବରୁ କୁହାଯାଉଥିବା ଏକାଦଶୀ ପରି କରିବେ। ଏହି ଉପବାସ ଦିନ ସ୍ତବ ଗୀତାଦି ସହିତ ରାତ୍ରି ଜାଗରଣ ବିଧେୟ। ହେ ମହାରାଜ, ଏହି ଏକାଦଶୀର ପ୍ରସଙ୍ଗକ୍ରମେ ଗୋଟିଏ ଆଲୌକିକ କାହାଣୀ ବର୍ଣ୍ଣନା କରୁଛି, ତାହା ଶ୍ରବଣ କରନ୍ତୁ। ଏହାକୁ ଶ୍ରବଣ କରିବା ଦ୍ୱାରା ସର୍ବ ପାପ କ୍ଷୟ ହୋଇଥାଏ। ଯାହାଙ୍କ ଦ୍ୱାରା ପିତୃଗଣ ସ୍ୱ ସ୍ୱ ପାପ ନିମିତ୍ତ ଅଧୋଗତିକୁ ନିମ୍ନ ନୀଚ ଜନି ପ୍ରାପ୍ତ ହୋଇଛନ୍ତି, ଏହି ବ୍ରତାଚରଣର ବିନ୍ଦୁମାତ୍ର ପୁଣ୍ୟଫଳ ବିନ୍ଦୁମାତ୍ର ସେମାନଙ୍କୁ ମୋକ୍ଷ ଲାଭ କରିବାରେ ସାହାଯ୍ୟ କରନ୍ତୁ। ଏଥିରେ କୌଣସି ସନ୍ଦେହ ନାହିଁ। କୌଣସି ଏକ ସମୟରେ ମନୋରମ ଚମ୍ପକ ନଗରରେ ବୈଷ୍ଣବ ସଦ୍ଗୁଣରେ ବିଭୂଷିତ ବୈଖାନସ ନାମକ ଜଣେ ନୃପତି ବା ରାଜା ଥିଲେ। ସେ ପ୍ରଜାମାନଙ୍କୁ ପୁତ୍ର ପରି ପାଳନ କରୁଥିଲେ। ତାଙ୍କର ରାଜ୍ୟରେ ବେଦ ବେଦାଙ୍ଗ ପାରଙ୍ଗମ ବହୁତ ବ୍ରାହ୍ମଣ ବାସ କରୁଥିଲେ। ତାଙ୍କ ରାଜ୍ୟରେ ସମସ୍ତେ ସମୃଦ୍ଧିଶାଳୀ ଥିଲେ। ଏହିପରି ଶୃଙ୍ଖଳିତ ଭାବେ ରାଜ୍ୟ ଶାସନକାରୀ ସେ ରାଜା ଦିନେ ରାତ୍ର ସମୟରେ ସ୍ୱପ୍ନରେ ତାଙ୍କର ପିତୃଗଣଙ୍କୁ ଅଧୋଜନି ବା ନିମ୍ନ ଜନି ପ୍ରାପ୍ତ ହେବାର ଦର୍ଶନ କଲେ। ପିତୃଗଣଙ୍କ ନରକଭୋଗ ଦର୍ଶନରେ ବିସ୍ମୟ ବିଷ୍ଟ ଚିତ୍ତରେ ତପ୍ତର ଦିବସ ବ୍ରାହ୍ମଣମାନଙ୍କ ନିକଟରେ କହିବାକୁ ଲାଗିଲେ, ହେ ବ୍ରାହ୍ମଣଗଣ,
ଗତ ରାତ୍ରିର ସ୍ୱପ୍ନରେ ନରକ ଯନ୍ତ୍ରଣା କ୍ଳିଷ୍ଟ ପିତୃଗଣକୁ ଦର୍ଶନ କରି ମୋ ହୃଦୟ ବିଦୀର୍ଣ୍ଣ ହୋଇଯାଇଛି। ସେମାନେ ମୋତେ ଲକ୍ଷ୍ୟ କରି କହିବାକୁ ଲାଗିଲେ, ହେ ପୁତ୍ର, ତୁମେ ଆମମାନଙ୍କୁ ଏହି ନର୍କ ସମୁଦ୍ରରୁ ଉଦ୍ଧାର କର। ସେମାନଙ୍କର ଏ ପ୍ରକାର ଅବସ୍ଥା ଦର୍ଶନରେ ମୋ ଅନ୍ତରରେ ସୁଖ ନାହିଁ। ମୋର ଏହି ବିଶାଳ ରାଜ୍ୟ, ସ୍ତ୍ରୀ, ପୁତ୍ର ପ୍ରଭୃତି ଏବଂ ଅଶ୍ୱ, ହସ୍ତୀ କୌଣସିଟିରେ ମୁଁ ଶାନ୍ତି ପାଉନାହିଁ। କ'ଣ କରିବି, କେଉଁଠାକୁ ଯିବି, କିଛି ଦେଖିପାରୁନାହିଁ ବା ଚିନ୍ତା କରିପାରୁନାହିଁ। ଯଦ୍ୱାରା ମୋର ପିତୃପୁରୁଷ ଗୁଣ ମୁକ୍ତି ଲାଭ କରିପାରିବେ, ସେପରି କୌଣସି ବ୍ରତ, ତପସ୍ୟା ଓ ଯଗର କଥା ମୋତେ ଉପଦେଶ କରନ୍ତୁ, ମୁଁ ତାହା ଆଚରଣ କରିବି। ମୋ ପରି ଶକ୍ତିଶାଳୀ ପୁତ୍ର ଥାଇ ମଧ୍ୟ ଯଦି ପିତା, ମାତା, ପୂର୍ବପୁରୁଷ ଗଣ ଘୋର ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି, ତାହେଲେ ସେ ପୁତ୍ରର କି ପ୍ରୟୋଜନ? ବ୍ରାହ୍ମଣଗଣ କହିଲେ, ହେ ମହାରାଜ, ଆପଣଙ୍କ ରାଜ୍ୟରେ ଖୁବ୍ ନିକଟରେ ପର୍ବତ ମୁନିଙ୍କର ମହାନ ଆଶ୍ରମ ରହିଛି। ସେ ତ୍ରିକାଳଜ୍ଞ, ତାହାଙ୍କ ନିକଟରୁ ଆପଣ ସେମାନଙ୍କର ମୁକ୍ତିର ଉପାୟ ଅବଗତ ହୋଇପାରିବେ। ଶ୍ରୀକୃଷ୍ଣ କହିଲେ, ହେ ମହାରାଜ ଯୁଧିଷ୍ଠିର, ବ୍ରାହ୍ମଣଗଣଙ୍କ ବାକ୍ୟ ଶ୍ରବଣ କରି ମହାତ୍ମା ବୈଖାନସ ରାଜା ତତ୍କ୍ଷଣ ସେହି ଜାଗାକୁ ଗଲେ ଓ ତାପରେ ତତ୍କ୍ଷଣ ପର୍ବତ ମୁନିଙ୍କ ଆଶ୍ରମକୁ ଗଲେ। ବ୍ରାହ୍ମଣଗଣ ସଭାସ୍ଥଳରେ ପ୍ରଜାବର୍ଗ ମଧ୍ୟରେ ତାଙ୍କର ଅନୁଗମନ କଲେ। ସେଠାକୁ ଯିବା ପରେ ଦୂରରୁ ଋଷିବରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ନିକଟସ୍ଥ ହୋଇ ତାଙ୍କର ଚରଣଦ୍ୱୟ ସ୍ପର୍ଶ କରି ପ୍ରଣତି ଜ୍ଞାପନ କଲେ। ବେଦ ଅଧ୍ୟୟନକାରୀ ମୁନିଗଣଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଦ୍ୱିତୀୟ ବ୍ରହ୍ମାଙ୍କ ପରି ସେ ଉପବିଷ୍ଟ ହୋଇଥିଲେ। ମୁନିବର ରାଜାଙ୍କର ସପ୍ତାଙ୍ଗର କୁଶଳ, ରାଜ୍ୟର ନିଷ୍କଣ୍ଟକତ୍ୱ ଓ ରାଜ୍ୟସୁଖ ଅବ୍ୟାହତ ଅଛି କି ନାହିଁ ଇତ୍ୟାଦି ବୃତ୍ତାନ୍ତ ଜିଜ୍ଞାସା କଲେ। ରାଜା କହିଲେ, ହେ ପ୍ରଭୁ, ଆପଣଙ୍କ ଅନୁଗ୍ରହରୁ ମୋର ସପ୍ତାଙ୍ଗର କୁଶଳ। ବିଷ୍ଣୁ ଭକ୍ତି ପରାୟଣ ଆପଣଙ୍କ ପରି ମହାଜନଙ୍କର ଯେଉଁମାନେ ଭକ୍ତ, ସେମାନଙ୍କର କେତେବେଳେ କୌଣସି ବିଘ୍ନ ଉପସ୍ଥିତ ହୁଏ ନାହିଁ। ତେବେ ମୁଁ ଗୋଟିଏ ଦିନ ରାତ୍ରକାଳରେ ସ୍ୱପ୍ନରେ ପିତୃପୁରୁଷଗଣ ନର୍କ ଯନ୍ତ୍ରଣା, କାତର ଆର୍ତ୍ତନାଦ ଦର୍ଶନରେ ବ୍ୟତୀତ ଓ ଚିନ୍ତାଗ୍ରସ୍ତ ହୋଇଛି। ହେ ଋଷିବର, କୌଣସି ପୁଣ୍ୟ ଫଳରେ ସେମାନେ ଏହି ପ୍ରକାର ଦୁର୍ଦ୍ଦଶାରୁ ମୁକ୍ତି ପାଇବେ, ତାହାର ଉପାୟ ନିର୍ଣ୍ଣୟ ପାଇଁ ଆପଣ ଶ୍ରୀଚରଣରେ ଉପସ୍ଥିତ। ରାଜାଙ୍କ କଥା ଶୁଣି ବ୍ରହ୍ମତୁଲ୍ୟ ତପସ୍ୱୀ ପର୍ବତ ମୁନିରାଜ ପିତୃଗଣଙ୍କ ନର୍କ ଯନ୍ତ୍ରଣାରେ କାରଣ ଅବଗତ ହେବା ନିମିତ୍ତ ଚକ୍ଷୁ ନିମୀଳନ କରି ଧ୍ୟାନସ୍ଥ ହେଲେ। ଏକ ମୁହୂର୍ତ୍ତ ସମୟ ଧ୍ୟାନ କରିବା ପରେ ରାଜାଙ୍କୁ କହିଲେ, ପୂର୍ବ ଜନ୍ମରେ ତୁମ ପିତା ରାଜ୍ୟ ଗର୍ବିତ କ୍ଷତ୍ରିୟ ରାଜା ଥିଲେ। ସେ ସ୍ତ୍ରୀଙ୍କର ଋତୁକାଳରେ ଋତୁଦାନ ନ କରି ରାଜଧର୍ମର ପ୍ରେରଣାରେ ସ୍ଥାନାନ୍ତରକୁ ଗମନ କଲେ। ସେହି ପାପ ଫଳରେ ପୂର୍ବପୁରୁଷ ଗଣଙ୍କ ସହିତ ଅତିଶୟ ନର୍କ ଭୋଗ ଘଟିଅଛି। ଏହି ପାପରୁ ମୁକ୍ତି ଉପାୟ କହୁଛି, ଶ୍ରବଣ କର। ଅଗ୍ରହାୟଣ ମାସରେ ଶୁକ୍ଳ ପକ୍ଷ ମାନେ ମକ୍ଷଦା ଏକାଦଶୀ ବ୍ରତ ପାଳନ କରିବା ଦ୍ୱାରା ଯେଉଁ ପୁଣ୍ୟ ଫଳ ଲାଭ ହେବ, ତାହାକୁ ତୁମର ପିତାଙ୍କୁ ଦାନ କର। ସେହି ପୁଣ୍ୟ ପ୍ରଭାବରେ ତୁମର ପିତାଙ୍କର ମୋକ୍ଷ ଲାଭ ହେବ। ରାଜା ମୁନି ବାକ୍ୟ ଶ୍ରବଣ କରି ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ଅନେକ ଦିନ ପରେ ସେହି ପବିତ୍ର ତିଥିର ଆବିର୍ଭାବରେ ସ୍ତ୍ରୀ, ପୁତ୍ରାଦି ଓ ରାଜା ଅନ୍ତଃପୁରବାସୀଙ୍କ ଗଣ ସହିତ ଯଥାବିଧି ମୋକ୍ଷଦା ଏକାଦଶୀ ବ୍ରତ ପାଳନ କରି ବ୍ରତର ପୁଣ୍ୟଫଳ ପିତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ। ଏହି ପୁଣ୍ୟଫଳ ଦାନ ସଙ୍ଗେ ସଙ୍ଗେ ଆକାଶରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା। ଏହାପରେ, ହେ ପୁତ୍ର, ତୁମର ମଙ୍ଗଳ ହେଉ, ତୁମର ମଙ୍ଗଳ ହେଉ। ଏହା କହି କହି ବୈଖାନସ ରାଜାଙ୍କର ପିତା ନରକରୁ ମୁକ୍ତ ହୋଇ ପୂର୍ବପୁରୁଷଗଣଙ୍କ ସହିତ ସ୍ୱର୍ଗକୁ ଗମନ କଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ମହାରାଜା ଯୁଧିଷ୍ଠିର, ଏହି ପ୍ରକାର ଯେଉଁ ବ୍ୟକ୍ତି ଏହି ମଙ୍ଗଳଦାୟିନୀ ମୋକ୍ଷଦା ଏକାଦଶୀ ବ୍ରତ ପାଳନ କରନ୍ତି, ତାହାଙ୍କର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ମୃତ୍ୟୁ ପରେ ସେ ମୋକ୍ଷ ଲାଭ କରନ୍ତି। ଏହି ବ୍ରତର ପୁଣ୍ୟ ସଂଖ୍ୟା ମୁଁ ମଧ୍ୟ ଜାଣିନାହିଁ। ଏହି ବ୍ରତ କଥା ଯେ ପାଠ କରେ ଓ ଯେ ଶ୍ରବଣ କରେ, ସେମାନେ ଉଭୟ ବାଜପେୟୀ ଯଜ୍ଞର ଫଳ ପ୍ରାପ୍ତ ହୁଅନ୍ତି। ତାପରେ ଆମେ ଜାଣିବା, ଏହି ଦିନ ଗୀତା ଜୟନ୍ତୀ ମଧ୍ୟ ହୋଇଥାଏ। ଏହି ମୋକ୍ଷଦା ଏକାଦଶୀକୁ ଗୀତା ଜୟନ୍ତୀ ମଧ୍ୟ କୁହାଯାଏ। ଚାଲନ୍ତୁ ଏ ବିଷୟରେ ଏବେ କିଛି ଆଲୋଚନା କରିବା। ମାର୍ଗଶିର ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ। ଏହାର ଅନ୍ୟ ନାମ ବି ରହିଛି ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାଶକ ଏକାଦଶୀ, ଶୁଦ୍ଧ ଏକାଦଶୀ ଆଦି ନାମରେ ସମସ୍ତେ ଜାଣିଛନ୍ତି। ମୋକ୍ଷଦା ଏକାଦଶୀ ବର୍ଷର ଶେଷରେ ପଡ଼ିଥାଏ। ଧର୍ମଶାସ୍ତ୍ର ଅନୁସାରେ ମୋକ୍ଷଦାୟିନୀ ଏକାଦଶୀକୁ ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନକାରୀ ଏକାଦଶୀ ରୂପରେ ଜଣାଯାଏ। ହିନ୍ଦୁ ଧର୍ମଗ୍ରନ୍ଥରେ କୁହାଯାଇଛି ଯେ ଏହି ଏକାଦଶୀ ବଡ଼ ବଡ଼ ଘାତକକୁ ନାଶ କରିଥାଏ। ଏହି ଦିନ ଯେଉଁମାନେ ଶ୍ରଦ୍ଧା ଏବଂ ବିଧିବିଧାନ ଅନୁସାରେ ବ୍ରତ କରିଥାନ୍ତି, ତେବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ବ୍ରତ ଧାରଣ କଲେ ସବୁ ମାନସିକ ରୋଗ ଏବଂ କଷ୍ଟ ଦୂର ହୋଇଥାଏ। ସବୁ ପାପ ମଧ୍ୟ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପୌରାଣିକ କଥା ଅନୁସାରେ ମାର୍ଗଶିର ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପ୍ରଭୁ କୃଷ୍ଣ
ଗୀତାର ଉପଦେଶ ଦେଇଥିଲେ। ଏହି ଉପଦେଶ ପରେ ଅର୍ଜୁନ ମହାଭାରତର ଲୋକଙ୍କୁ ବଧ କରିଥିଲେ ଏବଂ ଏହାପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା। ଏଥିପାଇଁ ଏହି ଦିନରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଏ। ଅନେକ ସ୍ଥାନରେ ଭଗବାନ ବିଷ୍ଣୁଙ୍କ ସହ ପ୍ରଭୁ କୃଷ୍ଣଙ୍କର ମଧ୍ୟ ପୂଜା କରାଯାଇଥାଏ। ମହାଭାରତ ଗ୍ରନ୍ଥର ଗୋଟିଏ ଅଂଶ ହେଉଛି ଗୀତା, ଯାହାର ସମୁଦାୟ 18ଟି ଅଧ୍ୟାୟ ରହିଛି। ଏହି 18ଟି ଅଧ୍ୟାୟ ମଧ୍ୟରୁ 6ଟି ଅଧ୍ୟାୟ କର୍ମଯୋଗ, 6ଟି ଅଧ୍ୟାୟ ହେଉଛି ଜ୍ଞାନଯୋଗ ଓ ଅନ୍ତିମ 6ଟି ଅଧ୍ୟାୟରେ ଭକ୍ତିଯୋଗ ସମ୍ପର୍କରେ ଉପଦେଶ ଦିଆଯାଇଛି। ପୂର୍ବେ ଶ୍ରୀକୃଷ୍ଣ ଏହି ସମୟରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ, ଯାହାଦ୍ୱାରା ତାଙ୍କର ଜ୍ଞାନଚକ୍ଷୁ ଖୋଲି ଯାଇଥିଲା। ପୁରାଣ ଅନୁଯାୟୀ ଗୀତାର ଉତ୍ପତ୍ତି କଳିଯୁଗ ଆରମ୍ଭ ହେବାର 30 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଶ୍ରୀମଦ୍ ଭାଗବତ ଗୀତାରେ 18 ଅଧ୍ୟାୟ ମଧ୍ୟ ଅଛି। ତେଣୁ ଏହି ଦିନକୁ 18 ଅଧ୍ୟାୟ ଏବଂ 700ଟି ଶ୍ଲୋକ ରହିଛି। ସେହିଭଳି ଗୀତାର ଅନ୍ୟ ନାମ ହେଉଛି ଗୀତାପନିଷଦ। ଏହା ରହିଲା ଆମର ମୋକ୍ଷଦା ଏକାଦଶୀ ବା ଗୀତା ଜୟନ୍ତୀର କଥା। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ। ହେ ମା ଲକ୍ଷ୍ମୀ, ଦୁନିଆର ସମସ୍ତଙ୍କର ମଙ୍ଗଳ କରନ୍ତୁ ମା, ଦୁନିଆକୁ ସମସ୍ତଙ୍କର ଆଶୀର୍ବାଦ ଦିଅନ୍ତୁ ମା। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ।